ପିଲାମାନେ ଏଇ ଭିଡ଼ିଓରେ ଆମର ମ୍ୟାଥର ଯେଉଁ ପିଲାମାନେ କହୁଛନ୍ତି ବୀଜଗଣିତ ଟୋଟାଲ ହେଉନି, ସେଥିରେ କିଛି ସମସ୍ୟା ରହୁଛି ବା କିଛି ତ୍ରୁଟି ରହୁଛି, ଯେଉଁଟା ଆମେ ପିଲାବେଳେ ମିଶାଣ ଫେଡ଼ାଣ ଗୁଣନ ଯାକେ ପଢ଼ିଲା ପରେ ବା ବର୍ଣ୍ଣ ଦବଇ କ୍ଲିୟର କଲା ପରେ ବି ତାପରେ ଯେଉଁ ଜିନିଷ ତ୍ରୁଟି ରହୁଛି ଆମେ ତିନିଟା ଚ୍ୟାଲେଞ୍ଜିଂ ଭିଡ଼ିଓ କରିବା, ଚ୍ୟାଲେଞ୍ଜ କରି ରଖିବା ତିନିଟା ଭିଡ଼ିଓରେ। ଆଉ ଏଇ ତିନିଟା ଭିଡ଼ିଓ ଯେ ଭଲସେ ପୁରା ବିନା ସ୍କିପ୍ କରିକି ଭଲସେ ଦେଖିବ 100% ବୀଜଗଣିତ ହେଇପାରିବ। ତ ଏ ତିନିଟା ଭିଡ଼ିଓ ଆମର କ'ଣ ଥିଲା, ଏ ତିନିଟା ଭିଡ଼ିଓ ଦେଖିଲା ପରେ 100% ବୀଜଗଣିତ ଧୀରେ ଧୀରେ ହବା ଆରମ୍ଭ ହବ। ଯଦି ଫାଷ୍ଟ ଚ୍ୟାଲେଞ୍ଜିଂ 1 ରଖିବା ଆମର ଚିହ୍ନ ଆଉ ସଂଖ୍ୟା। ଫାଷ୍ଟ ରଖିବା କ'ଣ, ଚିହ୍ନ ଓ ସଂଖ୍ୟା। ଯେମିତି ଆମେ ପଣିକ୍ଷା ପରେ ବା ପଣିକ୍ଷା ଶିଖିଲା ପରେ ଗୁଣନ ମିଶାଣ ଫେଡ଼ାଣ ହରଣ ଶିଖିଲା ପରେ ତାପରେ ବି ବୀଜଗଣିତ ହବରେ ଅସୁବିଧା ହେଉଛି ନା କ'ଣ? ତ ଏଠି ଆମେ କ'ଣ କରିବା ନା ଚିହ୍ନ ସଂଖ୍ୟା ପ୍ରଥମ ଚ୍ୟାଲେଞ୍ଜିଂ 1 ରଖିବା, ଚିହ୍ନ ଓ ସଂଖ୍ୟା। ଚିହ୍ନ କ'ଣ ହେଉଛି ନା ଏମିତି ମ୍ୟାକ୍ସିମମ୍ ଏଇ ଟାଇମରେ ଆମେ ଅଟକୁଛୁ, ଏମିତି ଦୁଇଟା ମାଇନସରେ ମାଇନସ ଗୁଣିଲେ କ'ଣ ହେବ, ପ୍ଲସ୍ ହେବ। ଗୋଟା ମାଇନସ ସଂଖ୍ୟା ଗୁଣନ ଆଉ ଗୋଟା ପ୍ଲସ୍ ସଂଖ୍ୟା ବା ଚିହ୍ନ ଆଗେ ଗୁଣିବା, ଗୋଟା ମାଇନସ ଚିହ୍ନରେ ଆଉ ଗୋଟା ପ୍ଲସ୍ ଚିହ୍ନ ଗୁଣିବା କ'ଣ ହେବ, ମାଇନସ ହେବ। ଯେମିତି ପ୍ଲସ୍ ସଂଖ୍ୟା ଥବ ତାର ଚିହ୍ନ ପ୍ଲସ୍ ଥବ, ଆଉ ଗୋଟା ପ୍ଲସ୍ ପଦ ଥବ ତାର ଚିହ୍ନ ପ୍ଲସ୍ ଥବ, ଗୁଣିଲେ କ'ଣ ହେବ, ପ୍ଲସ୍। ଏଇ ତିନୋଟି ଚିହ୍ନ ହେଲା ମୁଖ୍ୟ। ଏଇ ତିନୋଟି ଚିହ୍ନକୁ ଆମେ ଲକ୍ଷ୍ୟ କରିକି ଚିହ୍ନର ଯେଉଁ ସଂଖ୍ୟା ବା ଅଜ୍ଞାତ ଅଛି ତାକୁ ଆମେ ଏଇ ଚିହ୍ନ ମାଧ୍ୟମରେ ପ୍ରୟୋଗ କରିବା। ତ ଫାଷ୍ଟ ବେସିକ୍ ତିନିଟା ମନେ ରଖିବା, ତାପରେ ଆମେ ସବୁ ଚିହ୍ନ ଗୋଟେ ଗୋଟେ କରିବା। ଯେମିତି ଦେଖ ମ୍ୟାକ୍ସିମମ୍ ପିଲା ବେଳେ ବେଳେ କୁହନ୍ତି -1 -2, -1 -2। ପିଲାମାନେ କ'ଣ କୁହନ୍ତି, ମ୍ୟାକ୍ସିମମ୍ ଟାଇମ୍ କୁହନ୍ତି ମାଇନସ୍ ମାଇନସ୍ ପ୍ଲସ୍ ହେଇଯାଏ, କିନ୍ତୁ ସେ କୋଉ କ୍ଷେତ୍ରରେ ପ୍ଲସ୍ ହେଇଯାଏ, ମାଇନସ୍ ମାଇନସ୍ ଗୁଣା ହେଇଥିଲେ ପ୍ଲସ୍ ହେଇଯାଏ। ତ ଏଇ ବାଗିଆ କେସ୍ରେ କ'ଣ ହବ, ସପୋଜ ଗୋଟେ ସଂଖ୍ୟା ତାର ବାଁକରେ ଯେଉଁ ଚିହ୍ନ ସେଇ ସଂଖ୍ୟାର ଚିହ୍ନ ହେଉଛି ସେଇ ତାରି ଚିହ୍ନ, ତାହେଲେ 1ର ଚିହ୍ନ କ'ଣ ମାଇନସ୍ ଅଛି, 2ର ଚିହ୍ନ ମାଇନସ୍ ଅଛି। ଏଠି ଦୁଇଟା ପଦର ଚିହ୍ନ ମାଇନସ୍ ଦେଲେ କ'ଣ ହବ, କ'ଣ ହବ, ମାଇନସ୍ ରହିବ, ପଦ ଦୁଇଟା ମିଶିଯିବ। ମାଇନସ୍ ରହିଲା, 2ରେ 1 ମିଶିଲା କେତେ ହେଲା, 3। ପିଲାମାନେ ଭଲସେ ଦେଖ, ଏଇ ଗୋଟେ ଗୋଟେ ଜିନିଷ ଛୋଟ ଛୋଟ ଜିନିଷ ମନେ ରଖିବ, ଯୋଉଟା ବୀଜଗଣିତ ନ ହବାରେ ଏଇ ଛୋଟ ଛୋଟ ଜିନିଷ କାରଣ ରହୁଛି। ତ ପୁରା 0ରୁ ଷ୍ଟାର୍ଟ କରୁଛି, ଭଲସେ ଦେଖ। ତାହେଲେ ଦୁଇଟା ଚିହ୍ନ ଏମିତି ଥିଲେ କ'ଣ ହବ, ଚିହ୍ନ ମାଇନସ୍ ରହିବ, ପଦ ଦୁଇଟା ମିଶିଯିବ, 2ରେ 1 ମିଶିଲେ 3 ହେଇଗଲା। ଏ କଥା ମନେ ରଖିବ। ସେକେଣ୍ଡ ଆଉ ଗୋଟେ ଜିନିଷ, ଏଇ ଚିହ୍ନର କ'ଣ ଆସେ, ସପୋଜ 2 - 5, 2 - 5 বা -5 + 2, ଏ ବାଗିଆ ବି କୌଣସି ବେଳେ ବେଳେ ସମସ୍ୟା ହୁଏ। କ'ଣ ହୁଏ ନା ଏଠି ଦୁଇଟା ଦେଖ, ଗୋଟା କ'ଣ ସଂଖ୍ୟା, 5ଟା ଗୋଟା ସଂଖ୍ୟା, କିନ୍ତୁ 2ଟା ହେଉଛି ଛୋଟ ସଂଖ୍ୟା, 5ଟା ହେଉଛି ବଡ଼ ସଂଖ୍ୟା। ଆଉ 2ର ଚିହ୍ନ କ'ଣ ଅଛି, ପ୍ଲସ୍ ଅଛି, 5ର ଚିହ୍ନ କ'ଣ ଅଛି, ମାଇନସ୍ ଅଛି। ଯୋଉ ସଂଖ୍ୟା ବା ଯୋଉ ପଦ ତାର ବାଁକରେ ଯୋଉ ଚିହ୍ନ ସେଇଟା ହେଉଛି ତାରି ଚିହ୍ନ। ଆଚ୍ଛା 5ର ଚିହ୍ନ କ'ଣ, ମାଇନସ୍ ଅଛି। ଏଇ ଯୋଉ ଚିହ୍ନ ବଡ଼ ସଂଖ୍ୟା 5, ବଡ଼ ସଂଖ୍ୟା ଚିହ୍ନ ରହିବ, କାହିଁକିନା 2ରୁ 5 ଫେଡ଼ି ହେଇପାରିବନି, ତ ବଡ଼ ସଂଖ୍ୟା ଚିହ୍ନ ରହିବ, ବଡ଼ରୁ ଛୋଟ ଫେଡ଼ିଦେବା। 2ରୁ 5 ଫେଡ଼ି ହବନି, ବର୍ତ୍ତମାନ ଆମେ କ'ଣ କରିବା, 5ରୁ 2 ଫେଡ଼ିଦେବା, କେତେ ଆସିବ, 3 ଆସିବ। ଏ କେସ୍ 1 ମନେ ରଖିବ, କେସ୍ 2 ମନେ ରଖିବ, କେସ୍ 3 ମନେ ରଖିବ। କେମିତି ହେଉଛି ଟୋଟାଲ କନସେପ୍ଟଟା ବୁଝ, ତାକୁ ମନେ ରଖ। ଏଠି କ'ଣ ହେଲା ନା ବଡ଼ ସଂଖ୍ୟା ଚିହ୍ନ ରହିଲା, ବଡ଼ରୁ ଛୋଟଟା ଫେଡ଼ା ହେଇଗଲା, 5ରୁ 2 ଗଲେ 3 ହିଁ ରହିଲା। ତାପରେ ଏ କେସ୍ଟା କ'ଣ କରିବ, ଏଠି ବି ସିମିଲାର, ଏଠି ଦୁଇଟା ସଂଖ୍ୟା ଅଛି 5 2, 5ର ଚିହ୍ନ କ'ଣ ଅଛି, ମାଇନସ୍ ଅଛି, 2ର ଚିହ୍ନ ପ୍ଲସ୍। ବଡ଼ ସଂଖ୍ୟା କିଏ, 5, 5ର ଚିହ୍ନ ରହିବ, ଆଉ 5ରୁ 2 ଫେଡ଼ିଲେ କେତେ ଆସିବ, ବଡ଼ ସଂଖ୍ୟାରୁ ସାନଟା ଫେଡ଼ିଦେବ। ବୁଝିଗଲା? ତ ଏଇ ତିନିଟା ଜିନିଷକୁ ମୁଖ୍ୟ ମନେ ରଖିବ, ଯୋଉଟା ଚିହ୍ନ କ୍ଷେତ୍ରରେ, ମିଶାଣ କ୍ଷେତ୍ରରେ ବା ଫେଡ଼ାଣ କ୍ଷେତ୍ରରେ ଏଇ ପ୍ରୋବ୍ଲେମ ହିଁ ଆସେ। ତ ତାପରେ କ'ଣ ରହିଲା, ଗୁଣନ। ଗୁଣନ କେମିତି ହେବ, ସପୋଜ ଏଇ ଦୁଇଟା ସଂଖ୍ୟା ନିଅ, -1 ଗୁଣନ -2। ଏଠି କ'ଣ ହବ, ଏଠି କ'ଣ ଥିଲା, ଦୁଇଟା ପଦ ମାଇନସ୍ ଥିଲା, ଚିହ୍ନ ମାଇନସ୍ ରହୁଥିଲା, ପଦ ଦୁଇଟା ମିଶି ଯାଉଥିଲା। ଏଠି କ'ଣ ହବ, ଗୁଣା ହେଲେ କ'ଣ ହବ, ଗୁଣା ହେଲେ କ'ଣ ହବ, ତିନୋଟି ଚିହ୍ନ ଗୁଣନର ମୁଖ୍ୟ ମନେ ରଖିବ। ଆଗେ ଚିହ୍ନ ଗୁଣା ହବ, ସବୁ କ୍ଷେତ୍ରରେ ପ୍ରଥମେ ଚିହ୍ନ ଗୁଣା ହବ, ତାପରେ ସଂଖ୍ୟା ଗୁଣା ହବ, ତାପରେ ଅଜ୍ଞାତ ଥିଲେ ଅଜ୍ଞାତ ଗୁଣା ହବ। ଅଜ୍ଞାତ ବିଷୟରେ ଆମେ ପଢିବା। ଦେଖ ମାଇନସରେ ମାଇନସ୍ ଗୁଣିଲେ କ'ଣ ହବ, ମାଇନସରେ ମାଇନସ୍ ଗୁଣିଲେ କ'ଣ, ପ୍ଲସ୍ ଆସିବ। ତାପରେ 1ରେ 2 ଗୁଣିବା, କେତେ ଆସିବ, 2 ଆସିବ। ଏମିତି ହିଁ ହବ। ସପୋଜ ଆଉ ଗୋଟେ ଆମେ ଗୁଣନ ନେବା, ଗୋଟେ -1ଟାକୁ ନେବା ମାଇନସ୍, ଗୁଣନ 2ଟାକୁ ନେବା ପ୍ଲସ୍, 2ଟାକୁ ନେବା ପ୍ଲସ୍। ଏଠି କ'ଣ ହବ, କିଛି ଚିହ୍ନ ନାହିଁ ମାନେ ପ୍ଲସ୍ ଅଛି।
এটি কোন করিয়া চিহ্ন সেই যে তিনটা দিয়া হইছি সে চিহ্ন তিনটাକୁ ভলসে দেখো এটি মাইনস গুণন প্লস কোন হইଯିବ মাইনস হইଯିବ 1 গুণন 2 2 ହେଇଗଲା সিমিলার যদি আমি দুইটা চিহ্নକୁ প্লস নবা এটা কেস 1 গুণনর এটা কেস 2 গুণনর এটা কেস 3 কেস 3 গুণন কোন হজি ধর 1 টাକୁ প্লস নেলে গুণন 2 টাକୁ প্লস নেলে এটি কোন হবে প্লস ইনটু প্লস চিহ্ন কোন আসিব প্লস আসিব 1 2 2 তো এটা প্লস আউ লেখা হুয়েনি বা লেখিলে কিছু অসুবিধা ন লেখিলে भी কিছু প্লস সংখ্যাটার চিহ্ন কোনসি লেখা হুয়ে নাই তো এটা বুঝি পারলো প্লস সংখ্যা যদি বাঙ্কর আছে তার চিহ্ন কিছু লেখিবা আবশ্যক চিহ্নর এই তিনটা জিনিস মুখ্য মনে রাখিব চ্যালেঞ্জ 1 কমপ্লিট হইজি जो माने एतिकी बुझी सारिज से कोन करिवो एथरु पांचटा लेखा प्रैक्टिस करिवो एथरु पांचटा लेखा निजे मनरु संख्या दी दीटा नियो ताको पांचटा लेखा धरो 1 2 नै जी तार तीनटा सेट बनेली सेमति निजे निजे पांचटा लेखा प्रैक्टिस करो लगातार गोटा सप्ताह ही प्रैक्टिस करो जो पिला छोटो पिला माने भूली जाउजो बा बड़ पिला माने जो एंट्रेंस एग्जाम दउजंती बेडे बेडे एई जिंस ही समस्या आसे तो हमर चैलेंज 1 कंप्लीट हेई जी चैलेंज 2 चैलेंज 3 तीनटा कथा जी भलो से बुझिबो 100% बीजगणित धीरे धीरे हवा आरंभ हो एकाधरे सब हो जीवन धीरे धीरे बीजगणित हब जार टोटाल होनी फास्ट वीडियो कंप्लीट है सेकेंड थर्ड में देखियो।